हेलो साଙ୍ଗମାନେ तो आम पढ़ी बुलियंस पर्यंत जावा बुलियंस पर्यंत पढ़ी तो ये पढ़ा कौन इफ एल्स स्टेटमेंट ठीक अच्छे जावा इफ एल्स पढ़ा आज तो जावा इफ एल्स कौन ये सब जानवा आज तो जावा इफ एल्स जावा कंडीशंस एंड इफ स्टेटमेंट्स तो कौन ना जावा सपोर्ट्स द यूजुअल लॉजिकल कंडीशन फ्रॉम मैथमेटिक्स ମାନେ ଜାଭାର କିଛି ମାନେ ଦରକାର ମାନେ ସପୋର୍ଟ କରେ ସିଏ କାହାକୁ ନା ଲଜିକାଲ କଣ୍ଡିସନ ଗୁଡ଼ାକ ଯେଉଁଟାକି ଆମର ମ୍ୟାଥମେଟିକ୍ସରେ ସବୁ ଅଛି ଯେମିତି ଦେଖ ଲେସ୍ ଦେନ୍ ଯେମିତି ଏ ଲେସ୍ ଦେନ୍ ବି ଲେସ୍ ଦେନ୍ ଅର୍ ଇକ୍ୱାଲ୍ ଟୁ ଲେସ୍ ଦେନ୍ ଇକ୍ୱାଲ୍ ଟୁ ଏ ଲେସ୍ ଦେନ୍ ଅର୍ ଇକ୍ୱାଲ୍ ଟୁ ବି ମାନେ ମାନେ ଏ ହେଉଛି ଛୋଟ ବା ସମାନ ବି ସହିତ ସେମିତି ମାନେ ଗ୍ରେଟର ଦେନ୍ ए ग्रेटर देन बी सेमती ଦେଇଛି ଏଠି କ'ଣ ଗ୍ରେଟର ଦେନ୍ ଏ ର ଇକ୍ୱାଲ୍ ଟୁ ଏ ମାନେ ବଡ଼ ବା ସମାନ ସେମିତି ଇକ୍ୱାଲ୍ ଟୁ ଏ ହେଉଛି ଏ ଇକ୍ୱାଲ୍ ଟୁ ବି ସେମିତି ନଟ୍ ଇକ୍ୱାଲ୍ ଟୁ ଏଇସବୁ ଏଇଟା ସବୁ କଣ୍ଡିସନାଲ୍ ଷ୍ଟେଟମେଣ୍ଟ ଠିକ୍ ଅଛି ତ ଆମେ ଦେଖ ଏଇଠି କ'ଣ କହୁଛି ନା ୟୁ କ୍ୟାନ୍ ୟୁଜ୍ ଦିଜ୍ କଣ୍ଡିସନ୍ ପରଫର୍ମ ଡିଫରେଣ୍ଟ ଆକ୍ସନ୍ସ ଫର୍ ଡିଫରେଣ୍ଟ ଡିସିସନ୍ ଆମେ ସବୁ ୟୁଜ୍ କରିପାରିବା ଡିଫରେଣ୍ଟ ଜାଗାରେ ଆମେ ଯେଇଟା ଦରକାର ସେଇଟା ୟୁଜ୍ କରିପାରିବା ଜାଭାରେ ସେମିତି ଏଠି କ'ଣ କହୁଛି ନା ଜାଭା ହେଜ୍ ଦ ଫଲୋଇଂ କଣ୍ଡିସନାଲ୍ ଷ୍ଟେଟମେଣ୍ଟସ୍ ଜାଭାର ଏଇସବୁ କଣ୍ଡିସନାଲ୍ ଷ୍ଟେଟମେଣ୍ଟ ଅଛି କ'ଣ ନା ୟୁଜ୍ କେତେବେଳେ ୟୁଜ୍ କରିବା ନା ଇଫ୍ ଟୁ ସ୍ପେସିଫାଏ ଏ ବ୍ଲକ୍ ଅଫ୍ କୋଡ୍ ଟୁ ବି ଏକ୍ଜିକ୍ୟୁଟେଡ୍ ମାନେ ଯଦି ଗୋଟେ ବ୍ଲକ୍ କୋଡ୍ ମାନେ କିଛି ଯଦି ଗୋଟେ ବ୍ଲକ୍ ଅଫ୍ କୋଡ୍ଟା ଯଦି ଏକ୍ଜିକ୍ୟୁଟେଡ୍ ହେଉଛି ସେତେବେଳେ ଇଫ୍ ଆମେ ୟୁଜ୍ କରିବା ଇଫ୍ ଏ ସ୍ପେସିଫାଇଡ୍ କଣ୍ଡିସନ୍ ଇଜ୍ ଟ୍ରୁ ହଁ ମାନେ ସେଇଟା ଏକ୍ଜିକ୍ୟୁଟ୍ କେତେବେଳେ ହେବ ନା ଯେତେବେଳେ ସେଇ ସ୍ପେସିଫାଇଡ୍ ଯେଟା ବ୍ଲକ୍ଟା ସେଇଟା ଟ୍ରୁ ଯଦି ଥିବ ସେଇଟା ଆମର ଇଫ୍ ୟୁଜ୍ କରିବା ସେମିତି ୟୁଜ୍ ଏଲ୍ସ ଟୁ ସ୍ପେସିଫାଏ ଏ ବ୍ଲକ୍ କୋଡ୍ ଟୁ ବି ଏକ୍ଜିକ୍ୟୁଟେଡ୍ ଇଫ୍ ଦ ସେମ୍ କଣ୍ଡିସନ୍ ଇଜ୍ ଫଲ୍ସ ମାନେ ସେଇ ଯେଉଁ ଇଫ୍ ଯେତେବେଳେ କଣ୍ଡିସନ୍ ଟ୍ରୁ ହେବ ସେତେବେଳେ ରିଟର୍ନ ଆମର ଇଫ୍ ୟୁଜ୍ କରିବା ଯେତେବେଳେ ଫଲ୍ସ ହେବ ସେତେବେଳେ କ'ଣ କରିବା ନା ଏଲ୍ସ ୟୁଜ୍ କରିବା ସେମିତି ୟୁଜ୍ ଏଲ୍ସ ଇଫ୍ କ'ଣ ନା ଟୁ ୟୁଜ୍ ସ୍ପେସିଫାଏ ଏ ନ୍ୟୁ କଣ୍ଡିସନ୍ ଟୁ ଟେଷ୍ଟ ଇଫ୍ ଦ ଫାର୍ଷ୍ଟ କଣ୍ଡିସନ୍ ଇଜ୍ ଫଲ୍ସ ସେ ଏଲ୍ସ ଇଫ୍ କେତେବେଳେ ୟୁଜ୍ କରିବା ନା ଯେତେବେଳେ ଆମେ ଗୋଟେ କଣ୍ଡିସନ୍ ମାନେ ଆମେ ଗୋଟେ କରୁଛେ ଆମର ମ୍ୟାଥମେଟିକ୍ସ ମାନେ ଆମର କରୁଛେ ସେଇଟା ତ ଯଦି ଆମେ ଗୋଟେ କଣ୍ଡିସନ୍ ନେଇକି ମାନେ ଗୋଟେ କଣ୍ଡିସନାଲ୍ ଷ୍ଟେଟମେଣ୍ଟ ଚାଲିଛି ତ ଯେତେବେଳେ ଆମେ ଗୋଟେ ପ୍ରୋଗ୍ରାମ୍ କରୁଛୁ ଧର ଆମର ଗୋଟେ ଦିଆହେଇଛି ଏଠି କମାଣ୍ଡ ଦିଆହେଇଛି ତ ଫାର୍ଷ୍ଟଟା ଭୁଲ ହେଇଗଲା ଠିକ୍ ଅଛି ଯେତେବେଳେ ଫାର୍ଷ୍ଟ ଭୁଲ ହେବ ତ ସିଏ କ'ଣ କରିବ ନା ଏଲ୍ସ ସେତେବେଳେ ଆମକୁ ଏଲ୍ସ ୟୁଜ୍ କରିବାକୁ ପଡ଼ିବ ତାପରେ ସେକେଣ୍ଡ ଯେଉଁଟାକି ଆମ ସେକେଣ୍ଡଟା ଚେକ୍ କରିବା ପାଇଁକି ତ ସେତେବେଳେ ଆମେ କ'ଣ କରିବା ଏଲ୍ସ ଠିକ୍ ଅଛି ତ ସେମିତି କ'ଣ କହୁଛି ନା ୟୁଜ୍ କେତେବେଳେ ୟୁଜ୍ କରିବା ନା ସୁଇଚ୍ ଟୁ ସ୍ପେସିଫାଏ ମେନି ଅଲ୍ଟରନେଟିଭ୍ ବ୍ଲକ୍ସ ଯେତେବେଳେ କି ଆମକୁ ବେଶୀ ଦରକାର ହୁଏ ଧର ଗୋଟେ ଦୁଇଟା ଦରକାର ହେଲେ ଗୋଟେ ଭୁଲ ମାନେ ଗୋଟେରୁ ଦୁଇଟା ହେଲା ମାନେ ଆମେ ଏଲ୍ସ ୟୁଜ୍ କରିବା ଯଦି ଦୁଇଟାରୁ ଅଧିକ ଯଦି 4ଟା 5ଟା 6ଟା ଯେତେଟା ବି ଇଚ୍ଛା ସେମିତି କରିବାକୁ ହେଲେ କ'ଣ କରିବା ନା ଆମେ ସୁଇଚ୍ ୟୁଜ୍ କରିବାକୁ ପଡ଼ିବ ସୁଇଚ୍ ଗୋଟେ ଅଛି ସେ କଣ୍ଡିସନାଲ୍ ଷ୍ଟେଟମେଣ୍ଟ ତ ସେଇଟା ଆମେ ୟୁଜ୍ କରିବାକୁ ପଡ଼ିବ ତ ଏବେ କ'ଣ କହୁଛି ନା ଦ ଇଫ୍ ଷ୍ଟେଟମେଣ୍ଟଟା କ'ଣ ଦେଇଛି ୟୁଜ୍ ଦ ଇଫ୍ statement to specify a block of Java code to be executed condition is true এটা তো আমি କହିଲି ତୁମକୁ যেটা ଯେଉଁ ଠିକ୍ ଅଛି ତ ଏଇଟା କ'ଣ କହୁଛି ନା ଏଇଟା ହେଉଛି ଇଫ୍ର ସିଣ୍ଟାକ୍ସଟା ଇଫ୍ କଣ୍ଡିସନ୍ ଲେଖା ହେବ କଣ୍ଡିସନ୍ ଯାହା ଥିବ ଆମର ଲେଖିବ ତାପରେ ଏଇଠି ବ୍ଲକ୍ ଦେବା ବ୍ଲକ୍ଟା କଣ୍ଡିସନ୍ ମାନେ ଆମର ଯେତିକି ଦରକାର ଯେ ଏଇଟା ସେଇଟା ଇକ୍ୱାଲ୍ ଟୁ ଏତିକି ହେଲେ ହେବ କି ସେଇଭଳିଆ ଜିନିଷ ଦେଖେଇବି ତ ନୋଟ୍ ଡାଟ୍ ଇଫ୍ ଇଜ୍ ଇନ୍ ଲୋଅର୍ କେସ୍ ଲେଟର୍ସ ଅପର କ୍ଲାସ୍ ଲେଟର୍ ଦେଖ ଏମିତି ବି ହେଇପାରିବନି ମାନେ ସବୁ ମାନେ ଆମର ଛୋଟ ଲେଟର୍ ରହିବା ଦରକାର ନହେଲେ ଏରର୍ ବାହାରିବ ଇନ୍ ଦ ଏକ୍ଜାମ୍ପଲ୍ ବିଲୋ ୱି ଟେଷ୍ଟ ଟୁ ଭ୍ୟାଲୁ ଅଫ୍ ଦେଖ ଏଇଟା ଗୋଟେ ଦେଇଛି ଗୋଟେ କ'ଣ କରିଛି ଏକ୍ଜାମ୍ପଲ୍ରେ କ'ଣ କରୁଛି ନା ଇଫ୍ 20 ଇଜ୍ ଗ୍ରେଟର୍ ଦେନ୍ 18 ଠିକ୍ ଅଛି 20 ଇଜ୍ ଗ୍ରେଟର୍ ଦେନ୍ 18 ତ କ'ଣ କରିବା ନା ପ୍ରିଣ୍ଟ କ'ଣ କରିବା ନା 20 ଇଜ୍ ଗ୍ରେଟର୍ ଦେନ୍ 18 ଠିକ୍ ତ ଏଇଟା ଆମର ଏଇଟା ରନ୍ ହେବ ଯଦି ଆମେ ଯଦି ମାନେ ମୁଁ ଦେଖୁଛି ଦେଖ 20 ଇଜ୍ ଗ୍ରେଟର୍ ଦେନ୍ 18 ଠିକ୍ ଅଛି ଯଦି ଆମେ ଏଠି ଲେଖିଦେବା କ'ଣ ଲେଖିଦେବା ଗୋଟେ 12 ଲେଖିଦେବା ଏଇଟା ଦେଖ ଫଲ୍ସ ଫଲ୍ସ ଲେଖିଦେବ ଫଲ୍ସ ଏଇଟା କ'ଣ ହେବ ଦେଖିବା ସେଇଥିପାଇଁ ମୁଁ କଲି କ'ଣ କହୁଛି 12 ଇଜ୍ ଗ୍ରେଟର୍ ଦେନ୍ 18 ଠିକ୍ ଅଛି ତ ଏଇଟା ଆମେ ଯାହା ରନ୍ କଲାବେଳକୁ ସେଇଟା ଦେଖେଇ ଦେଉଛି ମାନେ ଆମର ଏଠି କିଛି ନାହିଁ ଏ ଯେଉଁ ପ୍ରୋଗ୍ରାମଟା ଆମେ ରନ୍ କରୁଛେ ଏଠି ଯେଉଁ ପ୍ରୋଗ୍ରାମଟା ଖାଲି ଆମେ ଲେଖିବା ପାଇଁ ଦେଉଛି ଏଇଟା ଷ୍ଟ୍ରିଙ୍ଗ ମାନେ ଯାହା ଦେବା ଆମେ ପ୍ରିଣ୍ଟ କରିଦେବ କିନ୍ତୁ ଆମେ ଯଦି ଏଇଠି ଚେଞ୍ଜ କରିବା ଏଇଟା କାହିଁକିନା ଆମର କଣ୍ଡିସନଟା ଏଇଠି ଅଲରେଡ଼ି ଟ୍ରୁ ହେଇଗଲାଣି ତ ସେଇଥିପାଇଁ ସେଇଟା ମାନେ ଆମର ରିଟର୍ନ କରିବ ତ 20 ରିଟର୍ନ କରିବାକୁ ବାଧ୍ୟ ଯଦି ଆମେ ଏଠି
20 ନ ନେଇକି ଆମେ ଯଦି ନେଇଯିବା ଏଠି 12, ଠିକ୍ ଅଛି। ସେଇଆ କରିବା। ତାପରେ କ'ଣ କରିବା, ଏଠି ଗୋଟେ ଏରର୍ ଆସିବ, ଠିକ୍ ଅଛି। କ'ଣ ଆସୁଛି ଦେଖିବା, ଫଲ୍ସ ଆସିବ ବୋଧେ। ଦେଖିବା କ'ଣ ଆସୁଛି, ଦେଖିବା ସମସ୍ତେ। ଟିକେ ସ୍ଲୋ ରହୁଛି ଆଉ, କିଛି ଆସିଲାନି ନା କ'ଣ। ଆଉ ଥରେ ଟ୍ରାଏ କରିବା, ମେ ବି କମ୍ପାଇଲ୍ ହେଇଯାଉଥିବ, କ'ଣ ପ୍ରୋବ୍ଲେମ୍ ହଉ ଦେଖିବା। ଗୋଟେ କମ୍ପାଇଲ୍ ଟାଇମ୍ ଏରର୍ ଆସିବା କଥା, ତ ଏଇଟା ସେଇଥିପାଇଁ ସେ ଜାଣିପାରୁନି, ସେଥିପାଇଁ ସେ କାଟି ଦେଉଛି। ତ ଯଦି ଆମେ ଯଦି 20 ଦେଇଦେବା କି 20 ଦେଇଦେବା, ତ ସେତେବେଳେ ସେ ଠିକ୍ ଚାଲିବ, ଏବେ ରନ୍ ହେବ। ତ ଏଇଟା ଗୋଟେ କିଛି ଏରର୍ ଦେଖେଇଲା। ଦେଖେଇଦେଲା, ତ ସେଇଟା ସେ ଆମର ପ୍ରୋବ୍ଲେମ୍ ଥିଲା। ତ ଏଇଟା ହେଇପାରିବନି ଯେତେବେଳେ। ତାପରେ କ'ଣ କହି ଦେଖ, ଭେରିଏବଲ୍ ନେଇକି ଆମେ କରିପାରିବା, ଠିକ୍ ଅଛି। int x equal to 20, int y equal to 18 if x is greater than y। ଏଇଟା ବୋଲି କହିଛି xଟା ହେଉଛି greater than y, ସେଇ ସେମ୍। ତ ତାପରେ କ'ଣ କଲା, ଏଲ୍ ଷ୍ଟେଟମେଣ୍ଟ, ୟୁଜ୍ ଏଲ୍ ଷ୍ଟେଟମେଣ୍ଟ, ଠିକ୍ ଅଛି। ଏଲ୍ ଷ୍ଟେଟମେଣ୍ଟ କ'ଣ କହିଛି ନା, ୟୁଜ୍ ଦ ଏଲ୍ ଷ୍ଟେଟମେଣ୍ଟ to specify a block of code be executed if the condition is false, if the condition is false। ଯଦି ଆମେ if କଣ୍ଡିସନଟା ଗୋଟେ କଣ୍ଡିସନ ଦେଇଥିବା, ସେତେବେଳେ ଯଦି ଫଲ୍ସ ହେଇଯିବ, ସେତେବେଳେ ଆମକୁ କ'ଣ କରିବାକୁ ପଡ଼ିବ ନା, ଆମ ମାନେ ପ୍ରୋଗ୍ରାମ ଲେଖିବାକୁ ପଡ଼ିବ ଯେ ଯେତେବେଳେ if କଣ୍ଡିସନ ହେଉଛି ମାନେ ଫଲ୍ସ ହେଇଯାଉଛି ଆମ କଣ୍ଡିସନଟା, ସେତେବେଳେ ଆମେ ଡାଇରେକ୍ଟ ବ୍ଲକଟା ଆମର କୋଡ଼ଟା ମାନେ ଆମର ସେଇ ଯେଉଁ ରନ୍ କରିବ କେଉଁଠି ନା, ଡାଇରେକ୍ଟ ଏଲ୍ସ ପାର୍ଟକୁ ଯାଇକି ରନ୍ କରିବ। ଯଦି ଟ୍ରୁ ହେଇଗଲା ତ ସେଇଠି ରହିଲା, ଠିକ୍ ଅଛି। ତ ଏଇଟା ହେଉଛି ଏମିତି ଦେଖ, if କଣ୍ଡିସନ ଲେଖିକି ଆମେ କଲେ, ତାପରେ ଏଲ୍ସରେ ସେମିତି ଗୋଟେ ବ୍ଲକ୍, ଇଫ୍ର ଗୋଟେ ବ୍ଲକ୍ ରହିବ, ଏଲ୍ସର ଗୋଟେ ବ୍ଲକ୍ ରହିବ, ଠିକ୍ ଅଛି। ତ ସେଇଟା ଏକ୍ଜାମ୍ପଲ୍ ଡାଇରେକ୍ଟ କ'ଣ ଦେଇଛି ଦେଖିବା, ଚାଲ ସେଇଠିକି ଆମେ ଡାଇରେକ୍ଟ ପଳେଇବା। କମାଣ୍ଡ ପ୍ରମ୍ପ୍ଟକୁ ଆସିଗଲା, ଦେଖ ଦେଇଛି କ'ଣ ନା, ଇନ୍ ଟାଇମ୍ ଇକ୍ୱାଲ୍ ଟୁ 20, ଠିକ୍ ଅଛି। ଇଣ୍ଟ ଗୋଟେ ଆମେ ଇଣ୍ଟିଜର ଭେରିଏବଲ୍ ନେଇଗଲେ କ'ଣ ନା, ଟାଇମ୍ ଡେଟରେ 20 ନେଇଗଲେ। ତାପରେ କ'ଣ ନା, ଇଫ୍ ଟାଇମ୍ ଇଜ୍ ଲେସ୍ ଦେନ୍ 18, ଟାଇମ୍ ଇଜ୍ ଲେସ୍ ଦେନ୍ 18 ମାନେ କ'ଣ କହୁଛି ନା, ଟାଇମ୍ ଯେତେବେଳେ 18ରୁ ଛୋଟ ହେବ, ତ ପ୍ରିଣ୍ଟ କ'ଣ କରିବ ନା, ଗୁଡ୍ ଡେ। ସେଟା କ'ଣ ପଡ଼ିବ ନା, ଗୁଡ୍ ଡେ, ଠିକ୍ ଅଛି। ଏଲ୍ସ ସିଷ୍ଟମ୍ ଯଦି ଆମର ଭୁଲ ହେଇଗଲା, ତ ଏଲ୍ସ କ'ଣ କରିବ ନା, ଗୁଡ୍ ଇଭିନିଂ, ଠିକ୍ ଅଛି। ତ ଦେଖ ଏଠି କ'ଣ କହୁଛି, ଏଲ୍ସକୁ ଯିବ, ଟାଇମ୍ ଇକ୍ୱାଲ୍ ଟୁ 20 ହେଲେ, 20 ତ ନୁହେଁ ନା, ଏଠି 20 ଦରକାର। 20 ଯଦି ହବ, ଦେଖ 20 ଯଦି ଆମେ 20 ଦେଇକି ତୁମକୁ ନା, ଟାଇମ୍ ଇକ୍ୱାଲ୍ ଟୁ ନା, ଟାଇମ୍ ଲେସ୍ ଦେନ୍ ହେଇଗଲେ ବି ଗୁଡ୍ ଇଭିନିଂ ଦେଖେଇ ଦେଉଛି, ଠିକ୍ ଅଛି। ଏଇଟା ଯଦି ଆମେ ଅର୍ ଇକ୍ୱାଲ୍ ଟୁ ନେଇଯିବା, ତାହେଲେ ଆମର ଏଇଟା କ'ଣ ଆସିଯିବ ନା, ଗୁଡ୍ ଡେ, ଠିକ୍ ଅଛି। ଇଫ୍ ଷ୍ଟେଟମେଣ୍ଟଟା ରନ୍ ହେବ, ଠିକ୍ ହେଲା। ତ ଏଇଟା ହେଲା ଇଫ୍ ଏଲ୍ସର ଷ୍ଟେଟମେଣ୍ଟ କେମିତି କ'ଣ ହେଉଛି, ଇଫ୍ ଏଲ୍ସ କେମିତି କ'ଣ ହେଉଛି। ପ୍ରୋଗ୍ରାମ୍ ତ ମୁଁ କରିବି ସବୁ, ଗୋଟେ ଗୋଟେ କରି ପ୍ରୋଗ୍ରାମ୍ କରିକି ମୁଁ ସେ ସେୟାର କରିବି, ଚାହିଁଲେ ସେଇଠି ବି ଦେଖିପାରିବେ। ତାପରେ କ'ଣ କହୁଛି ନା, ଦ ଏଲ୍ସ ଇଫ୍ ଷ୍ଟେଟମେଣ୍ଟ। ତ ଏଲ୍ସ ଇଫ୍ ଷ୍ଟେଟମେଣ୍ଟ କ'ଣ ନା, ୟୁଜ୍ ଦ ଏଲ୍ସ ଇଫ୍ ଷ୍ଟେଟମେଣ୍ଟ ଟୁ ସ୍ପେସିଫାଇ ଏ ନ୍ୟୁ କଣ୍ଡିସନ୍ ଇଫ୍ ଦ ଫାର୍ଷ୍ଟ କଣ୍ଡିସନ୍ ଇଜ୍ ଫଲ୍ସ। ମୁଁ କ'ଣ କହୁଛି, ଏଲ୍ସ କେତେବେଳେ ୟୁଜ୍ କରିବା ନା, ଯେତେବେଳେ ଫାର୍ଷ୍ଟ କଣ୍ଡିସନଟା ଭୁଲ ହେବ, ସେତେବେଳେ ଆମେ ଏଲ୍ସ ଇଫ୍ କଣ୍ଡିସନଟା ଗୋଟେ ପ୍ରୋଗ୍ରାମ୍ ଲେଖିବା। ତ ଦେଖ ଏଇଠି ସିଣ୍ଟାକ୍ସ କେମିତି ଦେଇଛି ନା, ଇଫ୍ କଣ୍ଡିସନ୍ ଏଇଟା ଗୋଟେ ନେଇଗଲେ, କଣ୍ଡିସନ୍ 1 ନେଇଗଲେ, ଇଫ୍ କଣ୍ଡିସନ୍ ଇଫ୍ ବ୍ଲକ୍ରେ ଇଫ୍ ବ୍ଲକ୍ରେ ରଖିଲେ, ଗୋଟେ କୋଡ଼୍ଟେ ରଖିଲେ କଣ୍ଡିସନ୍ ଲେଖିକି, ଯଦି ଯଦି ଏଇଟା ଆମର ଭୁଲ ହେଇଗଲା, ଏଇ କୋଡ଼୍ଟା ଆମର ଯଦି ଏଇ କଣ୍ଡିସନ୍ଟା ଭୁଲ ହେଇଗଲା, ଯଦି ମାନେ ଗୋଟେ ଭୁଲ ହେଲା, ତ ଆମକୁ କ'ଣ କ'ଣ ଯଦି ଏଠି ଆମର ଏଲ୍ସ ଇଫ୍ ନେଇଥାନ୍ତା, କ'ଣ ହେଇଥାନ୍ତା, ଡାଇରେକ୍ଟ ଏକ୍ସ ବ୍ଲକ୍ ମାନେ ଏଲ୍ସ ବ୍ଲକ୍ ଯାଇଥାନ୍ତା। ତ ଆମେ ନେଇଗଲେ ଏଲ୍ସ ଇଫ୍ ଗୋଟେ ନେଇଗଲେ, ସେଇଥିପାଇଁ ଯଦି ଏଠି ଯଦି ଭୁଲ ହେଇଗଲା, ତାହେଲେ ସେକେଣ୍ଡ ଆମର ସେକେଣ୍ଡ ମାନେ କଣ୍ଡିସନ୍କୁ ଆସିଯିବ। ତ ସେଇଥିପାଇଁ ଆମେ ଏଲ୍ସ ଇଫ୍ ୟୁଜ୍ କରିବା, ଠିକ୍ ଅଛି। ତ ଦେଖ ଏଠି ପ୍ରୋଗ୍ରାମ୍ ଗୋଟେ ଏକ୍ଜାମ୍ପଲ୍ ଦେଇଛି, ଗୋଟେ ବଢ଼ିଆ ସେ ଏକ୍ଜାମ୍ପଲ୍ ଦେଇଛି। ଦେଖ ଏଠି କ'ଣ ଦେଇଛି ନା, ଦେଇଛି କ'ଣ, ଇଣ୍ଟ ଟାଇମ୍ ଇକ୍ୱାଲ୍ ଟୁ 20, ଠିକ୍ ଅଛି। ଟାଇମ୍ଟା ହେଉଛି ଆମର 20, ଠିକ୍ ହେଲା। ଇଫ୍ ଟାଇମ୍ ଇଜ୍ ଲେସ୍ ଦେନ୍ 10, ଟାଇମ୍ ଯଦି ଲେସ୍ ଦେନ୍ 10 ହେବ, ତାହେଲେ ରନ୍ କରିବ ଗୁଡ୍ ମର୍ଣ୍ଣିଂ। ଏଲ୍ସ ଇଫ୍ ଟାଇମ୍ ଇଜ୍ ଲେସ୍ ଦେନ୍ 20, ଦେଲେ କ'ଣ ପ୍ରିଣ୍ଟ କରିବ ନା, ଗୁଡ୍ ଡେ। ଏଲ୍ସ ସିଷ୍ଟମ୍ ସେ ଏଲ୍ସ କ'ଣ ପ୍ରିଣ୍ଟ କରିବ ନା, ଡାଇରେକ୍ଟ କରିଦେଇଛି ଗୁଡ୍ ଇଭିନିଂ। ତ ଏଇଟା ଆମେ କ'ଣ ହେବ ଦେଖ, ଏବେ ତ କ'ଣ ରନ୍ କରିବ ଏଇଟା ଆମେ ଦେଖିବା, ଠିକ୍ ଅଛି।
କ'ଣ ଗୁଡ୍ ଇଭିନିଂ କଲା କ'ଣ ପାଇଁ? ଗୁଡ୍ ଇଭିନିଂ କ'ଣ ପାଇଁ କଲା? ନା ଟାଇମ୍ଟା ଆମର 20 ଦରକାର, 22 ଟାଇମ୍ଟା 22 ସାଙ୍ଗରେ ସମାନ ହେବା ଦରକାର। ଠିକ୍ ଅଛି। ତ 22 ଯଦି ଏଠି ଆମେ ଡାଇରେକ୍ଟ ଏଠି 10 ଦେଇଛେ, ତ 10ଟା କ'ଣ ବଡ଼ କି 22? ବଡ଼ ନୁହେଁ, ତ ସେଠି ଛୋଟ। ତ ଆମର ସେଠି ଏଇ କୋଡ଼ଟା ଆମର ଏକ୍ଜିକ୍ୟୁଟ୍ ହେବ ନାହିଁ। ଠିକ୍ ଅଛି। ତ ଏଲ୍ସି ପୁଣି ଆମେ ଟେଷ୍ଟ କଲେ ଯେ ଟାଇମ୍ ଇଜ୍ ଲେସ୍ ଦେନ୍ 20 କ'ଣ 22 ବଡ଼ କି? ନୁହେଁ। ତ ଯଦି ଆମେ ଏଠି 20 ଜାଗାରେ 23 ନେଇଯିବା ତାହେଲେ ଟ୍ରୁ ହେଇଯିବ। ଦେଖ, ତାହେଲେ ଆମର ଗୁଡ୍ ଡେ ହେଇଯିବ। ଦେଖ ଏଠି ଦେଖାଉଛି ଡାଇରେକ୍ଟ ଗୁଡ୍ ଡେ ରନ୍ ହେବ। କାହିଁକି ନା ଦେଖ ଗୁଡ୍ ଡେ ହେଲା, କାହିଁକି ନା 23ଟା 22 ବଡ଼, ତ ସେଥିପାଇଁ ଆମର ଏଇଟା ରନ୍ କଲା। ତ ଏଇଟା ହେଉଛି ଏଲ୍ସର କାମ। ଏଲ୍ସିଫ୍ର ଯେଉଁ ଆମେ ନେଇଛେ ମାନେ କୋଡ଼ଟା, ଏଲ୍ସିଫ୍ର ବ୍ଲଗ୍ର କାମ ହେଉଛି ଏଇଟା। ଏଲ୍ସିଫ୍ କଣ୍ଡିସନାଲ ଷ୍ଟେଟମେଣ୍ଟର ନା କାମ ଏଇଟା କି ଫାଷ୍ଟ ଯେଉଁ ଇଫ୍ ଷ୍ଟେଟମେଣ୍ଟ ଯେଟା ଭୁଲ ହେବ ସେଇଟାକୁ ଆମେ କ'ଣ ଯଦି ଭୁଲ ହେଲା ତ ଆମେ ଆଉଥରେ ଚେକ୍ ଆଉଥରେ ଗୋଟେ ଷ୍ଟେଟମେଣ୍ଟ ଆମର କଣ୍ଡିସନ୍ ଦେଇପାରିବା। ତ ସେଇଥିପାଇଁ ଆମେ ଏଲ୍ସିଫ୍ଟା ୟୁଜ୍ କରୁଛେ। ହେଲା, ଠିକ୍ ଅଛି। ତ ଏଲ୍ସିଫ୍ କ'ଣ ଜାଣିପାରିଲେ? ତ ଏଇଠି ଏକ୍ସପ୍ଲେନ୍ କରିଛି, ଏଇଟା ମୁଁ ତୁମକୁ ବୁଝେଇଲି ସେଇ ସବୁ କରିଛି। short hand if else, short hand if else, ternary operator, short hand if else. So there are also short hand if else, which is known as ternary operator because it consists of three operators. It can be used to replace multiple line of code with a single line. It is often used to replace simple if else statement. ठीक ଅଛି। କ'ଣ କହୁଛି ନା ଦେଖ, ଏଇଟା କେମିତି ସିଣ୍ଟାକ୍ସ ଦେଇଛି ଦେଖ। ଭେରିଏବଲ୍ ଏଇଟା ଟର୍ନାରୀ ଅପରେଟର, ଭେରିଏବଲ୍ କଣ୍ଡିସନଟା ଦେଇଦେଲେ, ତାପରେ ଏଠି ଆମେ କ୍ୱେଶ୍ଚନ୍ ମାର୍କ ଦେଇଦେବା, ଏକ୍ସପ୍ରେସନ୍ ଟ୍ରୁ, ତାପରେ ଏକ୍ସପ୍ରେସନ୍ ଫଲ୍ସ ଟ୍ରୁ ଡାଇରେକ୍ଟ ଦେଇଦେଲେ ସେ ତାର ହେଇଗଲା। ଦୁଇଟା କଣ୍ଡିସନ୍ ଏଇଠି ଦେଇପାରିବା। ଠିକ୍ ଅଛି। ତ ଏଇ ଦେଖ ଇନଷ୍ଟେଡ୍ ଅଫ୍ ରାଇଟିଂ ମାନେ ଏଇଟା ଦେଖ ଆମର ଏଇଠି ଏଇ କେତେ ବଡ଼ କୋଡ଼ଟା ଅଛି, ଇନ୍ ଟାଇମ୍ ଇକ୍ୱାଲ୍ ଟୁ 20 if time is less than 18, ତାପରେ କ'ଣ ନେଇଛି ନା ପ୍ରିଣ୍ଟ କଲା, ତାପରେ ପୁଣି ଏଲ୍ସ। ତ ଆମେ ଏଇଟା ବି ନ ଲେଖିକି ଆମେ କ'ଣ ସର୍ଟ ଯେଟା ଯେ ଟର୍ନାରୀ ଅପରେଟର ସେଇଟା ବି ଆମେ ୟୁଜ୍ କରିବା। କ'ଣ ଲେଖିଛି ଦେଖ, ୟୁ କ୍ୟାନ୍ ସିମ୍ପଲି ରାଇଟ୍ ଦେଖ ଇନ୍ ଟାଇମ୍ 20 ନେଇଗଲେ, ତାପରେ କ'ଣ କହୁଛି ନା ଷ୍ଟ୍ରିଙ୍ଗ ଟାଇପ୍ ନେଇଗଲା। ଆମେ ଷ୍ଟ୍ରିଙ୍ଗ ଟାଇପ୍ କାହିଁକି ନା ଏଇଟା ଆମର ଦରକାର ଷ୍ଟ୍ରିଙ୍ଗ ଟାଇପ୍। ତ ଠିକ୍ ଅଛି, ଷ୍ଟ୍ରିଙ୍ଗ ଟାଇପ୍ ନେଇଯିବା। ତ ଡାଇରେକ୍ଟ କ'ଣ କହୁଛି ନା ଷ୍ଟ୍ରିଙ୍ଗ ରେଜଲ୍ଟ ଇକ୍ୱାଲ୍ ଟୁ ଟାଇମ୍ ଲେସ୍ ଦେନ୍ 20। ଆମେ ଏଇଠି ଡାଇରେକ୍ଟ କଣ୍ଡିସନଟା ପକେଇଦେଲେ। ଠିକ୍ ଅଛି, କଣ୍ଡିସନଟା ପକେଇଦେଲେ ଯେ ଏଠି ତ ଏଠି କ୍ୱେଶ୍ଚନ୍ ମାର୍କ ରହିଲା ଯେ କ'ଣ ହେବ। ତ ଏଠି କ'ଣ କହିଲା ନା ଗୁଡ୍ ଡେ ହେବ। ଫାଷ୍ଟ ଆମ ଷ୍ଟେଟମେଣ୍ଟ ହେଉଛି ଗୁଡ୍ ଡେ। ଯଦି ଏଇଟା ଯଦି ଭୁଲ ହେଇଗଲା ତାହେଲେ କ'ଣ ହେବ, ଗୁଡ୍ ଇଭିନିଂ। ଠିକ୍ ଅଛି। ତ ଏଇଟା ଆମେ ଭୁଲ ହେଇଗଲେ ଗୁଡ୍ ଇଭିନିଂ ହେଇଯିବ। ତ ପ୍ରିଣ୍ଟ ରେଜଲ୍ଟ ହେବ। ତ ଟାଇମ୍ ଇଜ୍ ଲେସ୍ ଦେନ୍ 18, ତ ଫଲ୍ସ ହେଉଛି ଆମର। ତ ଫଲ୍ସ ହେଲା ମାନେ ସେ ଡାଇରେକ୍ଟ ଏଠି ଆସିଯିବ, ଗୁଡ୍ ଇଭିନିଂକୁ ଆସିଯିବ। ଠିକ୍ ଅଛି। ତ ଆମର ଏଠି ଡାଇରେକ୍ଟ ସେ ଏଇଟାକୁ ଆସିଯିବ, ଏଲ୍ ଷ୍ଟେଟମେଣ୍ଟକୁ ଆସିଯିବ। ତ ଏଇଟା ହେଉଛି ଏଲ୍ ଷ୍ଟେଟମେଣ୍ଟ। ଠିକ୍ ଅଛି, ଦେଖିପାରୁଥିବେ ଏଇଠି ଆମର ଦେଖ ଏଇଟା ଏକ୍ସପ୍ରେସନ୍ ଟ୍ରୁ, ଏକ୍ସପ୍ରେସନ୍ ଫଲ୍ସ। ଠିକ୍ ଅଛି, ଟ୍ରୁ ଫଲ୍ସ ପାଇଁକି ନା ଦେଇଛି। ତ ଏଇଟା ଇଫ୍ ଏଲ୍ସ କଣ୍ଡିସନ୍ ପାଇଁ ଦେଇଛି। ତ ଏଇଟା ହେଲା ଏଇଟା ଆମର ଟର୍ନାରୀ ଅପରେଟର କ'ଣ ଜାଣିଲେ। ଠିକ୍ ଅଛି। ତ ଏଇଥିରେ ଏତିକି ଥିଲା, ଏଇ ମାନେ ଇଫ୍ ଏଲ୍ସରେ ଏତିକି ସବୁ ଥିଲା। ନେକ୍ସଟ ଆମର ଭିଡ଼ିଓରେ ଆମେ ଦେଖିବା ସୁଇଚ୍ କ'ଣ। ଏଇଥିରେ କିଛି ଦେଇନି, ଖାଲି ଏଇଥିରେ ସେ ଦେଇଥିଲା ସୁଇଚ୍ର ମାନେ କେମିତି କ'ଣ ୟୁଜ୍ କରିବାକୁ ପଡ଼ିବ, କେତେବେଳେ ୟୁଜ୍ କରିବ ସେଇଟା ଆମେ ଜାଣିଲେ। ଯେତେବେଳେ ଦୁଇଟାରୁ ଅଧିକ ମାନେ ଆମର କଣ୍ଡିସନ୍ ଦରକାର ହୁଏ ସେତେବେଳେ ଆମେ ୟୁଜ୍ କରୁ ସୁଇଚ୍। ତ ସେତେବେଳେ ଆମେ କ'ଣ କରିବା, ତ କାଲି ଆମେ ମାନେ ନେକ୍ସଟ ଭିଡ଼ିଓରେ ଆମେ ଦେଖିବା।